ଆସ ଆମେ ପଢ଼ିବା ଆଜି ବନ୍ଦେ ଉତ୍କଳ ଜନନୀ। ବନ୍ଦେ ଉତ୍କଳ ଜନନୀଙ୍କର ଲକ୍ଷ୍ମୀକାନ୍ତ ମହାପାତ୍ର କବି ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର 1888-1953 ଓଡ଼ିଶାରେ କାନ୍ତ କବି ଭାବରେ ପରିଚିତ। କାନ୍ତ କବି ଭାବରେ ପରିଚିତ ଲକ୍ଷ୍ମୀକାନ୍ତ ମହାପାତ୍ର ଭାବେ ପରିଚିତ କାହିଁକି ତାଙ୍କ ନାଁ ଦିଆଗଲା? କାରଣ ସେ ମାଣବସା ଗୁରୁବାରରେ ଜନ୍ମଗ୍ରହଣ କରିଥିଲେ। ଡିସେମ୍ବର ମାସ 9 ତାରିଖ ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କ ନାଁ ଦିଆଯାଇଥିଲା ଲକ୍ଷ୍ମୀକାନ୍ତ ମହାପାତ୍ର। ଚାଲ ଏବେ ଆମେ ଯିବା ବନ୍ଦେ ଉତ୍କଳ ଜନନୀର ପ୍ରଶ୍ନ ଉତ୍ତରକୁ। କହିଛି ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ ଉତ୍ତର। 1 ନମ୍ବର ଦେଇଛି ନିମ୍ନଲିଖିତ ଶବ୍ଦ ମଧ୍ୟରୁ ଠିକ୍ ଉକ୍ତିଟି ବାଛି ଲେଖ। କହିଛି କ ନମ୍ବର ଜନନୀଙ୍କ ସହ ସୁନ୍ଦର ଭାଷା ସୁନ୍ଦର ବୋଲି କୁହାଯାଇଛି କାହିଁକି କୁହାଯାଇଛି? ଏହାର ଆନ୍ସର ହେଇଯିବ, ଦେଖ ମୁଁ ଡାକି ଦେଉଛି, ଉତ୍କଳ ଜନନୀଙ୍କ ହସ ସୁନ୍ଦର ଭାଷା ସୁନ୍ଦର ବୋଲି କୁହାଯାଇଛି। ଆଉ ଥରେ କହିଦେଉଛି, ଉତ୍କଳ ଜନନୀଙ୍କ ହସ ସୁନ୍ଦର ଭାଷା ସୁନ୍ଦର ବୋଲି କୁହାଯାଇଛି। ଖ ନମ୍ବର ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭା ପାଉଛି। ଏହାର ଆନ୍ସର ହେଇଯିବ ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭା ପାଉଅଛି। ଆଉ ଥରେ କହିଦେଉଛି, ନିଜ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭା ପାଉଅଛି। ଗ ନମ୍ବର ଦେଇଛି ସୁନ୍ଦର ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ। ଗ ନମ୍ବର ଏହାର ଆନ୍ସର ହେଇଯିବ, ସୁନ୍ଦର ପକ୍ଷୀମାନଙ୍କ କଳାରବରେ ଖୁସରିତ ହୁଏ ପରିବେଶ। ସୁନ୍ଦର ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ। ଙ ନମ୍ବର କହିଛି ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନ ବିଜ୍ଞାନର ଆଲୋକରେ ଆଲୋକିତ। ଏହାର ଆନ୍ସର ହେଇଯିବ ଙ ନମ୍ବର ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନ ବିଜ୍ଞାନର ଆଲୋକରେ ଆଲୋକିତା। ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନ ବିଜ୍ଞାନର ଆଲୋକରେ ଆଲୋକିତା। 6 ନମ୍ବର ହେଇଯିବ ପବିତ୍ର ତୀର୍ଥସ୍ଥାନମାନଙ୍କର ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ। ଏହାର ଆନ୍ସର ହେଇଯିବ ପବିତ୍ର ତୀର୍ଥସ୍ଥାନମାନଙ୍କର ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ। ଆଉ ଥରେ ଡାକି ଦେଉଛି, ପବିତ୍ର ତୀର୍ଥସ୍ଥାନମାନଙ୍କର ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ। ପବିତ୍ର ଅର୍ଥସ୍ଥାନମାନଙ୍କର ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ। ନେକ୍ସଟ 3 ନମ୍ବରକୁ ଯିବା। 3 ନମ୍ବର କହିଛି ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। କହିଛି କଳ କଳ ଚାରୁ ବିହଙ୍ଗେ। କଳ କଳ ମୁଖରିତ ଚାରୁ ବିହଙ୍ଗେ। ଖ ନମ୍ବର କହିଛି ସୁଶୋଭିତ ତୀରା। ଏହାର ଉତ୍ତର ହେଇଯିବ ତାଳତ ମାଳତ ସୁଶୋଭିତ ତୀରା। ଗ ନମ୍ବର କହିଛି ଯୋଗୀ ଋଷିଗଣ ପବିତ୍ରା। ଯୋଗୀ ଋଷିଗଣ ଉଟଜ ପବିତ୍ରା। ଘ ନମ୍ବର କହିଛି ପୁଣ୍ୟ ପୂର୍ଣ୍ଣ ପ୍ରଦେଶା। ଘ ନମ୍ବର ହେବ ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା। କହିଛି ବିଶ୍ୱଭୂମଣ୍ଡଳ ସ୍ନେହା। ଏହାର ଆନ୍ସର ହେଇଯିବ ବିଶ୍ୱଭୂମଣ୍ଡଳ କୃତବର ସ୍ନେହା। ଚାଲ ନେକ୍ସଟ ଯିବା। ନେକ୍ସଟ କହିଛି ନିମ୍ନଲିଖିତ ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର। ପୟୁଧି ଜନନୀ ନୀଳ ଯୋଗୀ ପୁଣ୍ୟ ଶୋଣିତ ମନ୍ଦିର। ଏହାର ଆନ୍ସର ଦେଖିବା। ପୟୁଧିର ଆନ୍ସର ଡାକି ଦେଉଛି, ପୟୁଧି ଜଳରେ ଭଗବାନ ମୀନ ଅବତାରରେ ଜନ୍ମଗ୍ରହଣ କରିଥିଲେ। ପୟୁଧି ଜଳରେ ଭଗବାନ ମୀନ ଅବତାରରେ ଜନ୍ମଗ୍ରହଣ କରିଥିଲେ। ଜନନୀ
ଜନନୀ କହିଛି ଜନନୀ ଆଶୀର୍ବାଦ ସନ୍ତାନକୁ ଉଚ୍ଚତମ ସୋପାନରେ ପହଞ୍ଚାଇ ଦେଇଥାଏ। ଜନନୀ ଓ ଜନ୍ମଭୂମିର ଟେକ ରଖିବା ଆମର କର୍ତ୍ତବ୍ୟ। ଜନନୀ ଆଶୀର୍ବାଦ ସନ୍ତାନକୁ ଉଚ୍ଚତମ ସୋପାନରେ ପହଞ୍ଚାଇ ଦେଇଥାଏ। ଜନନୀ ଓ ଜନ୍ମଭୂମିର ଟେକ ରଖିବା ଆମର କର୍ତ୍ତବ୍ୟ। ତାପରେ ନୀଳ କହିଛି ସମୁଦ୍ର ନୀଳ ଜଳରାଶିରେ ନୌକାଟି ଭାସି ଚାଲିଛି। ସମୁଦ୍ରର ନୀଳ ଜଳରାଶିରେ ନୌକାଟି ଭାସି ଚାଲିଛି। ଯୋଗୀ କହିଛି ଭାରତବର୍ଷ ଯୋଗୀ ଋଷିମାନଙ୍କର ଦେଶ ଭାବରେ ଅଭିହିତ କରାଯାଇଛି। ଭାରତବର୍ଷ ଯୋଗୀ ଋଷିମାନଙ୍କର ଦେଶ ଭାବରେ ଅଭିହିତ କରାଯାଇଛି। ତାପରେ ଅଛି ପୁଣ୍ୟ। ପୁରୀ ଆମକୁ ବୋଲି କୁହାଯାଏ। ପୁରୀ ଆମକୁ ବୁଲି ଯିବା ପାଇଁ କୁହାଯାଏ। ଏଟା ଆନ୍ସର ଭୁଲ ଅଛି। ପୁରୀ ଧାମକୁ ବୋଲି କୁହାଯାଏ। କ'ଣ? ପୁରୀ ଧାମକୁ ବୋଲି କୁହାଯାଏ। ତାପରେ ଅଛି ଶୁଣିତ। ଶୁଣିତ କ'ଣ ହବ? ଭୀମସେନ ଦୁଃଶାସନର ଶୁଣିତରେ ଦ୍ରୌପଦୀଙ୍କ କେଶ ଥିଲା। ଭୀମସେନ ଦୁଃଶାସନର ଶୁଣିତରେ ଦ୍ରୌପଦୀଙ୍କ କେଶ ଥିଲା। ତାପରେ ମନ୍ଦିର କ'ଣ କହିଛି? କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଅତୀବ ମନୋରମ। କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଅତୀବ ମନୋରମ। ନେକ୍ସଟ କ୍ୱେଶ୍ଚନ ଦେଖିବା। ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତ ବୋଧକ ଶବ୍ଦ ଲେଖ। ପବିତ୍ର, ସୁଶୋଭିତ, ସୁନ୍ଦର, ସ୍ନେହ, ସୁନନ୍ଦ, ପୁଣ୍ୟ। ଚାଲ ଦେଖିବା ଆନ୍ସର। 4 ନମ୍ବର ପବିତ୍ର ହବ ଅପବିତ୍ର, ସୁଶୋଭିତ ହବ ଅଶୋଭିତ, ସୁନ୍ଦର ହବ ଅସୁନ୍ଦର, ସ୍ନେହ ହବ ଘୃଣା, ସୁନନ୍ଦନ ହବ କୁନନ୍ଦନ, ପୁଣ୍ୟ ହବ ପାପ। ତାପରେ ନେକ୍ସଟ ଦେଖିବା। ଏପଟ ସେପଟ ହୋଇ ଲେଖାଯାଇଥିବା ଅକ୍ଷରଗୁଡ଼ିକ ସଜାଡ଼ି ଅର୍ଥପୂର୍ଣ୍ଣ ଶବ୍ଦ ଗଠନ କରିବା। ଏହାର ଆନ୍ସର ହବ 5 ନମ୍ବର କହିଛି ବିଶ୍ୱସୂତ। ବିଶ୍ୱସୂତ ହେଲା ସୁଶୋଭିତ। ମାତାଳତଳ ଏଟା ହବ ତାଳତମାଳା। ତାପରେ କହିଛି ମଣ୍ଡଭୂଷଳବୀ। ଏହାର ଆନ୍ସର ହବ ବିଶ୍ୱଭୂମଣ୍ଡଳ। ଏଟା କହିଛି ଅଭିକିନ୍ଦାନୀ। ଏହାର ଆନ୍ସର ହେଇଯିବ କୀର୍ତ୍ତି ଅନିନ୍ଦ୍ୟା। ତାପରେ ରସ୍ୱରବ ହେଇଯିବ ସ୍ୱରବର। ନେକ୍ସଟ ଦେଖିବା। 6 ନମ୍ବର କହିଛି ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦର 4ଗୋଟି ଅର୍ଥ ସୂଚିତ ହୋଇଛି। ତହିଁରୁ ଠିକ୍ ଉତ୍ତରଟି ବାଛି ଲେଖ। ଠିକ୍ ଉତ୍ତରଟି ବାଛି ଲେଖିବା। 6 ନମ୍ବର କହିଛି ଚାରୁହାସମୟୀ, ଯାହାର ହସ ସୁନ୍ଦର ସହିତ ଠୋଠା ହସ। ଏହାର ଆନ୍ସର ହେଇଯିବ ଚାରୁହାସମୟୀ, ଯାହାର ହସ ସୁନ୍ଦର। ତଟିନୀ ହବ ନଦୀ। ଭୂଧର ହବ
ପବିତ୍ର ନା ସରି ପର୍ବତ। ଉଟଜ ହବ ପତ୍ର ଏବଂ କୁଡ଼ିଆ। ଅରି ହବ ଶତ୍ରୁ। ବିହଙ୍ଗ ହବ ପକ୍ଷୀ। ହେଇଗଲା। ଏବେ ଦେଖିବା 7 ନମ୍ବର। ନିମ୍ନଲିଖିତ ଶବ୍ଦ ଗୁଡ଼ିକ ବ୍ୟାସ ବାକ୍ୟ ସହ ସମାହାର ନାମ ଲେଖ। 7 ନମ୍ବର କହିଛି ସ୍ୱରବର। ସ୍ୱରଙ୍କ ମଧ୍ୟରେ ବର ସପ୍ତମୀ ତତ୍ପୁରୁଷ। ସ୍ୱରଙ୍କ ମଧ୍ୟରେ ବର ସପ୍ତମୀ ତତ୍ପୁରୁଷ। ପୟୁଧି। ପୟୁକୁ ଧାରଣ କରିଛି ଯେ ଉପପାଦ ତତ୍ପୁରୁଷ। ପୟୁକୁ ଧାରଣ କରିଛି ଯେ ଉପପାଦ ତତ୍ପୁରୁଷ। ଅନିନ୍ଦ୍ୟା। ଅନିନ୍ଦ୍ୟା ନୁହେଁ ନିନ୍ଦ୍ୟା ନଞ୍ଜ ତତ୍ପୁରୁଷ। ନନିନ୍ଦ୍ୟା ନୁହେଁ ନିନ୍ଦ୍ୟା ନଞ୍ଜ ତତ୍ପୁରୁଷ। ଭୂଧର। ଭୂକୁ ଧାରଣ କରେ ଯେ ଉପପଦ ସୁସିତ। ଭୂକୁ ଧାରଣ କରେ ଯେ ଉପପଦ ସୁସିତ। ଚର୍ଚ୍ଚିତ। ଶୋଣିତ ଦ୍ୱାରା ଚର୍ଚ୍ଚିତ ତୃତୀୟ। ଶୋଣିତ ଦ୍ୱାରା ଚର୍ଚ୍ଚିତ ତୃତୀୟ। 8 ନମ୍ବର କହିଛି ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦ ଗୁଚ୍ଛରୁ ଅଲଗା ଶବ୍ଦଟିକୁ ବାଛ। 8 ନମ୍ବର ଆନ୍ସର ହେବ କ ନମ୍ବର ହେଇଯିବ ଭଗିନୀ। ଘ ନମ୍ବର ହେଇଯିବ ଘନ। ଖ ନମ୍ବର। ଗ ନମ୍ବର ହେଇଯିବ ଦୟାଳୁ। ଘ ନମ୍ବର ହେଇଯିବ ଶ୍ରୀକର ଶିକର। ଅ ନମ୍ବର ହେଇଯିବ ବାରିଧି। ଏବେ 9 ନମ୍ବର ଦେଖିବା। 9 ନମ୍ବର କହିଛି ନିମ୍ନଲିଖିତ ଶବ୍ଦ ଗୁଡ଼ିକ ଅର୍ଥଗତ ପାର୍ଥକ୍ୟ ଦର୍ଶାଅ। ପୂତ ପୂତ ଶାଳୀ ଶାଳୀ ଧନ ଧନ ସଜ ସାଜ ଚାରୁ ଚରୁ। ଏହାର ଆନ୍ସର ହେଇଯିବ ପୂତ ହବ ପବିତ୍ର। ପୂତ ହବ ପୁଅ ସନ୍ତାନ। ଶାଳୀ ରହିଯିବ ଧାନ୍ୟ ବିଶେଷ। ଶାଳୀ ହେଇଯିବ ସ୍ତ୍ରୀର ସାନ ଭଉଣୀ। ଧନ୍ୟ ହେଇଯିବ ପ୍ରଶଂସା ଓ ଯୋଗ୍ୟ। ଧନ ହେଇଯିବ ସମ୍ପତ୍ତି। ସଜ ହେଇଯିବ କାରିଗରଙ୍କ ଯନ୍ତ୍ରପାତ। ସାଜ ହେଇଯିବ ବେଶ ଅଳଙ୍କାର। ଚାରୁ ହେଇଯିବ ସୁନ୍ଦର ମନୋରମ। ଚରୁ ହେଇଯିବ ଯାଜ୍ଞାର ପ୍ରସ୍ତୁତ ପ୍ରସାଦ। ଚରୁ ହେଇଯିବ ଯାଜ୍ଞାର ପ୍ରସ୍ତୁତ ପ୍ରସାଦ। ଏବେ ଦେଖିବା 10 ନମ୍ବର। ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦର 2ଟି ଲେଖାଏଁ ପ୍ରତି ଶବ୍ଦ ଲେଖ। ପୟୁଧି ଶୁଭ୍ର ଋଷି ବିହଙ୍ଗ ତରଙ୍ଗ। ଏହାର ଆନ୍ସର ହେଇଯିବ ପୟୁଧି ସାଗର ସମୁଦ୍ର ପାରାବାର। ଶୁଭ୍ର ହେଇଯିବ ସ୍ୱଚ୍ଛ ନିର୍ମଳ। ଋଷି ହେଇଯିବ ମୁନି ତାପସ। ବିହଙ୍ଗ ହେଇଯିବ ପକ୍ଷୀ ଖଟା ଚଢ଼େଇ। ତରଙ୍ଗ ହେଇଯିବ ଢେଉ ଭର୍ମି। ଏବେ ଦେଖିବା କ୍ଷୁଦ୍ର ଉତ୍ତର ମୂଳକ 11 ନମ୍ବର। କହିଛି ଚିରହାସମୟୀ। ଚିରହାସମୟୀ କାହାକୁ କୁହାଯାଇଛି? ଏହାର ଆନ୍ସର ହେଇଯିବ ଚିରହାସମୟୀ। ଚିରହାସମୟୀ ଓଡ଼ିଶାକୁ କୁହାଯାଇଛି। 12 ନମ୍ବର କହିଛି ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦିଏ? 12 ନମ୍ବର କହିଛି ଉତ୍କଳ ଜନନୀଙ୍କ ଶରୀରକୁ ସାଗର ପବିତ୍ର ନୀଳ ଜଳରାଶି ଧୋଇଦିଏ। ତାପରେ କହିଛି 13 ନମ୍ବର ଉତ୍କଳ ଜନନୀ କାହାର ଶୀତଳ ପବନରେ ଉତ୍ଫୁଲ୍ଲିତ ହେଉଛି? 13 ନମ୍ବର ଆନ୍ସର ହେଇଯିବ ଉତ୍କଳ ଜନନୀ ସ୍ୱଚ୍ଛ
ଜଳ ଧାରଣ କରିଥିବା ନଦୀ କୂଳରେ ଶୀତଳ ପବନରେ ଫୁଲିତ ହେଉଛନ୍ତି। 14 ନମ୍ବର ହେବ ଉତ୍କଳ ଜନନୀଙ୍କ ସମୁଦ୍ର ତଟ ଦେଶ କେଉଁଥିରେ ସୁଶୋଭିତ? ଏହାର ଆନ୍ସର ହେଇଯିବ ତାଳତମାଳ ପର ସୁନ୍ଦର ବୃକ୍ଷ ରାଜିରେ ଉତ୍କଳ ଜନନୀ ସମୁଦ୍ର ତଟ ଦେଶ ସୁଶୋଭିତ। 15 ନମ୍ବର କ'ଣ କହିଛି? ନୀଳ ପର୍ବତ ଗୁଡ଼ିକ କେଉଁ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି? ଏହାର ଆନ୍ସର ହେଇଯିବ ନୀଳ ପର୍ବତ ଗୁଡ଼ିକ ତରଙ୍ଗ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି। 16 ନମ୍ବର ହେବ ଉତ୍କଳ ଜନନୀଙ୍କ ଅଙ୍ଗ କେଉଁଥିରେ ଶୋଭିତ? ଉତ୍କଳ ଜନନୀଙ୍କ ଅଙ୍ଗ ନୀଳ ପବିତ୍ର ମାଳରେ ଶୋଭିତ। 17 ନମ୍ବର କହିଛି ଉତ୍କଳ ଜନନୀଙ୍କ ଚକ୍ଷୁ କେଉଁ ଆଲୋକରେ ଉଜ୍ଜ୍ୱଳ? 17 ନମ୍ବର କହିଛି ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନ ବିଜ୍ଞାନର ଆଲୋକରେ ଉଜ୍ଜ୍ୱଳ। 18 ନମ୍ବର କହିଛି କେଉଁମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର? 18 ନମ୍ବର ବାହୁଯୁଗୀ ଋଷିମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର। 19 ନମ୍ବର କହିଛି କ'ଣ? ଉତ୍କଳ ମାତାଙ୍କ ଶରୀର କାହାର ରକ୍ତରେ ଚର୍ଚ୍ଚିତ ହୋଇଛି? 19 ନମ୍ବର ହେବ ଉତ୍କଳ ମାତାଙ୍କ ଶରୀର ଚକ୍ଷୁରେ ରକ୍ତରେ ଚର୍ଚ୍ଚିତ ହୋଇଛି। 20 ନମ୍ବର ହେବ ଉତ୍କଳ ପ୍ରଦେଶ କେଉଁଥିରେ ପୂର୍ଣ୍ଣ ହୋଇଛି? 20 ନମ୍ବର ହେବ ଉତ୍କଳ ପ୍ରଦେଶ ପବିତ୍ର ତୀର୍ଥସ୍ଥାନରେ ପୂର୍ଣ୍ଣ ହୋଇଛି। 21 ନମ୍ବର ହେବ ଉତ୍କଳ ଜନନୀ କେଉଁମାନଙ୍କ ପାଇଁ ବନ୍ଦନୀୟା? 21 ନମ୍ବର ହେବ ମହାନ କବି ଓ ବରପୁତ୍ର ମାନଙ୍କ ପାଇଁ ଉତ୍କଳ ଜନନୀ ବନ୍ଦନୀୟ। 21 ନମ୍ବର ମହାନ କବି ଓ ବରପୁତ୍ର ମାନଙ୍କ ପାଇଁ ଉତ୍କଳ ଜନନୀ ବନ୍ଦନୀୟ। 22 ନମ୍ବର କହିଛି ଉତ୍କଳର କ୍ଷେତ୍ର କେଉଁଥିରେ ସୁଶୋଭିତ? 22 ନମ୍ବର ହେବ ଉତ୍କଳ କ୍ଷେତ୍ର ପୂର୍ଣ୍ଣ ଧାନରେ ସୁଶୋଭିତ। 23 ନମ୍ବର ଉତ୍କଳ ଭୂମିର କେଉଁମାନଙ୍କ ଗୃହ ଶୋଭା ପାଉଛି? 23 ନମ୍ବର ହେବ ଉତ୍କଳ ଭୂମିରେ ବହୁବୀର 23 ନମ୍ବର ଉତ୍କଳ ଭୂମିର କେଉଁମାନଙ୍କ ଗୃହ ଶୋଭା ପାଉଛି? ଆନ୍ସର ହେବ ଉତ୍କଳ ଭୂମିର ବହୁବୀର ଓ ଯୋଦ୍ଧାଙ୍କର ଗୃହ ଶୋଭା ପାଉଛି। 24 ନମ୍ବର ହେବ କେଉଁମାନେ ସାରା ବିଶ୍ୱରେ ସ୍ନେହଭାଜନ ହୋଇଛନ୍ତି? 24 ନମ୍ବର ହେବ ଗୁଣୀ ଜ୍ଞାନୀ ଓ ବିଦ୍ୱାନମାନେ ସାରା ବିଶ୍ୱରେ ସ୍ନେହଭଜନ ହୋଇଛନ୍ତି। 25 ନମ୍ବର ହେବ କାହାର ଅନିନ୍ଦ୍ୟ କୀର୍ତ୍ତି ଭୁବନ ବିଦିତ? 25 ନମ୍ବର ହେବ ଉତ୍କଳ ମାଟିର କବି ଓ ସୁପୁତ୍ରମାନଙ୍କ ଅନିନ୍ଦ୍ୟ କୀର୍ତ୍ତି ଭୁବନ ବିଦିତ। ଉତ୍କଳ ମାଟିର କବି ଓ ସୁପୁତ୍ରମାନଙ୍କ ଅନିନ୍ଦ୍ୟ କୀର୍ତ୍ତି ଭୁବନ ବିଦିତ। 26 ନମ୍ବର ହେବ କେଉଁମାନଙ୍କ କଳରବରେ ଉତ୍କଳ ଭୂମିର ପରିବେଶ ମୁଖରିତ ହୋଇଛି? ଏହାର ଆନ୍ସର ହେବ ପକ୍ଷୀମାନଙ୍କର ମଧୁର କଳରବରେ ଉତ୍କଳ ଭୂମିର ପରିବେଶ ମୁଖରିତ ହେଉଛି। ପକ୍ଷୀମାନଙ୍କର ମଧୁର କଳରବରେ ଉତ୍କଳ ଭୂମିର ପରିବେଶ ମୁଖରିତ ହେଉଛି। ଏବେ 17 ନମ୍ବର କହିଛି ଉତ୍କଳ ଜନନୀଙ୍କ ବେଶ କେଉଁଥିରେ ଶୋଭା ପାଉଛି? ଏହାର ଆନ୍ସର ହେଇଯିବ ଉତ୍କଳ ଜନନୀଙ୍କ ବେଶ ସୁନ୍ଦର କଳାକୃତିରେ ଶୋଭା ପାଉଛି। କ'ଣ ନା
ଉତ୍କଳ ଜନନୀଙ୍କ ବେଶ ସୁନ୍ଦର କଳାକୃତିରେ ଶୋଭା ପାଉଛି। ଯଦି ମୋର କିଛି ଭୁଲ ହେଇଥିବ ମୋତେ ସରି ଏବଂ ପ୍ରସଙ୍ଗ ସରଳାର୍ଥ ନିଜେ କରିବ। ଯଦି এই ଭିଡ଼ିଓଟା ଭଲ ଲାଗିଥିବ ତାହେଲେ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚୟ କରିବ।